କରିବି ସମୟ ଭିତରେ ମୁଁ କିଛି କରିପାରୁନି, ଭିଡ଼ିଓ ବନେଇ ପାରୁନି, ବହୁତ ମୁଁ ଦୁଃଖିତ। ଆଉ ଆଜି ଆମେ ଆଉ ଗୋଟେ ଦେଖିବା ଯାହାକି ଆପଣ ଜାଣିଛନ୍ତି ତ ଅଷ୍ଟମୀ ପ୍ରଥମାଷ୍ଟମୀ ଆମେ ସମସ୍ତେ ମାନେ ଖୁସିରେ ଥିବେ ଇଏ କରୁଥିବେ। ଏତେ ଖୁସିରେ ରହିଲେ ବି ଦେହ ଯଦି ଭଲ ନ ରୁହେ ତାହେଲେ ଆମେ କିଛି କରିହେବ ନାହିଁ। କାରଣ ଆଜି ଆମେ ଗୋଟେ ନୂଆ ପ୍ରଡ଼କ୍ଟ ଉପରେ ଆମେ କଥା ହେବା ଏବଂ ତା ବିଷୟରେ ଜାଣିବା ଏବଂ କେତେ ରେଟ୍ କେତେ କ'ଣ ସବୁ ଜାଣିବା। ଦେଖନ୍ତୁ ମୁଁ କେଉଁଠି କେତେବେଳେ କ'ଣ କରୁଛି ଭିଡ଼ିଓ, କେତେବେଳେ ଲୁଗା ଦୋକାନ ପାଖରେ, କେଉଁଠି ସେପଟେ ଏପଟେ କେଉଁଠି ଭିଡ଼ିଓ, କିନ୍ତୁ ଭିଡ଼ିଓ ଆପଣମାନେ ଦେଖିବେ ଏବଂ ସେୟାର କରିବେ, କମେଣ୍ଟ କରିବେ। ଏବେ ଯାହାକି ଆମର ଗୋଟେ ଜିନିଷ ଯେ ପେଟ ରୋଗରେ ସବୁ ଷ୍ଟୋନ୍ ହୁଏ। ଯେଉଁ ଆମେ ଷ୍ଟୋନ୍ ହୁଏ ଆମେ ଜାଣନ୍ତି ଯେ ଷ୍ଟୋନ୍ ଭଲ ହେବନି, ଇଏ କରିବନି, କାରଣ ତା ଅପରେସନ୍ କରିବାକୁ ପଡ଼ିବ, ଇଏ କରିବ କିଛି ନାହିଁ। କିନ୍ତୁ ଆମ ପାଇଁ ଗୋଟେ ଜବରଦସ୍ତ ମେଡ଼ିସିନ୍ ଯାହାକି ତା ନାଁ ହେଉଛି ଷ୍ଟୋନ୍ ଡଗ୍ ମାନେ ଗୋଟେ ପ୍ରଡ଼କ୍ଟ ନାଁ ହେଉଛି ଷ୍ଟୋନ୍ ଡଗ୍। କାରଣ ଷ୍ଟୋନ୍ ଡଗ୍ର ବ୍ୟବହାର ହେଉଥିବା ଚେରମୂଳି ସବୁ କ'ଣ କ'ଣ ରହିଛି ଆମେ ଜାଣିବା। ଯେ ରହିଛି କ'ଣ ପାଷାଣ ଭେଦ ରହିଛି, ବରୁଣ ରହିଛି, କୋଲ୍ଥି, ଗୁଖରୁ, ଆଲୋଭେରା, ବୀଜ, ପଳାଶ ଫୁଲ, ମୁଫୁଲି ଇତ୍ୟାଦି ସବୁ ରହିଛି। କିନ୍ତୁ କାର୍ଯ୍ୟରେ ସମସ୍ତ ପ୍ରକାର ପଥୁରିଆ ସମ୍ବନ୍ଧୀୟ ସମସ୍ୟାକୁ ସେ ଦୂର କରେ ଏବଂ କିଡ଼ନୀ ଯକୃତ ସବୁ ଯାହା ପ୍ରୋବ୍ଲେମ୍ ଥିବ ତାକୁ ଦୂର କରିଥାଏ। ଖାଲି ଷ୍ଟୋନ୍ ଡଗ୍ ଖାଲି ଗୋଟେ ପାଇଁ ନୁହେଁ, ସବୁ ବିଭିନ୍ନ ପ୍ରକାର ରୋଗ ପାଇଁ ଯେମିତି ହୋମିଓପାଥିରେ ଯେମିତି ଗୋଟେ ରୋଗ ମାନେ ପାଇଁ ଆମେ ଦେଇପାରିବା, ଥଣ୍ଡା ହେଉ ଯାହା ବି ଗୋଟେ ଆମେ ଦେଉଥିଲେ, ଏଲୋପାଥିରେ ଗୋଟେ, କିନ୍ତୁ ଇଏ ଗୋଟିଏ ପ୍ରକାର ଖାଇଲା ପରେ ବି ଇଏ ହେଉଛି କ'ଣ ତା ସହିତ ଆମେ ରହିବା। ଯଦି କାହାକୁ ଷ୍ଟୋନ୍ ଡଗ୍ ହେଇଛି ଆମେ କ'ଣ କରିବା, ଷ୍ଟୋନ୍ ଡଗ୍ ଦେବେ, ତା ସହିତ ଆମର ହେଉଛି ଡେଣ୍ଟୋ, ତାପରେ ଆମର ହେଉଛି କ'ଣ ପଞ୍ଚତୁଳସୀ, ଏ ତ ମେନ୍ ଏ ଜିନିଷ ସବୁ ଦେବାକୁ ପଡ଼ୁଛି। କିନ୍ତୁ ଆମେ ଦେଖିବା ଯେ ଯାହାକି ଷ୍ଟୋନ୍ ଡଗ୍ କାହିଁକି ହୁଏ, କାହିଁକିନା ଆମେ ଦେଖି ମନେକର ଜଳୀୟ ଅଂଶ କମିଗଲେ ଇଏ ହେଲେ ଏଇସବୁ ପ୍ରୋବ୍ଲେମ୍ ଘଟିଥାଏ। ଷ୍ଟୋନ୍ ଡଗ୍ ଯାହାକି ଷ୍ଟୋନ୍ ଡଗ୍ ଏମିତି ଯାହାକି ପ୍ରତି ମୁହୂର୍ତ୍ତରେ ଆମେ ସେ ଷ୍ଟୋନ୍ ଡଗ୍କୁ ଆମେ ଯେଉଁ ପ୍ରଡ଼କ୍ଟଟାକୁ ଆମେ କେମିତି ୟୁଜ୍ କରିବା, କେମିତି ଖାଇଲେ କେମିତି ହେବ ସମସ୍ତ ଏବଂ କ'ଣ ହୁଏ ପ୍ରତିଦିନ 30 ମିଲିମିଟର ନଖ ଉଷୁମ ପାଣିରେ ଖାଇବେ ଏବଂ ଷ୍ଟୋନ୍ ଡଗ୍ ଯାହାକି ଆମର ବହୁତ ଜବରଦସ୍ତ କାମ କରୁଛି ଆଉ ଅପରେସନ୍ ହେବାକୁ ପଡ଼ିବ ନାହିଁ। ଜୟ ଜଗନ୍ନାଥ।